ଯିଏ ହାତ ଟେକି ଦେଇଛି ସିଏ ସବୁ କିଛି ପାଇছে ତାଙ୍କ ପାଖରେ। ଆଉ ସେଇ ଜଗନ୍ନାଥଙ୍କର କୃପା ପାଇ ଅଚ୍ୟୁତାନନ୍ଦ ମହାପୁରୁଷ ଆଗତ ଭବିଷ୍ୟତ ରଚନା କରିଛନ୍ତି। ତେଣୁ ମା 2026 ବର୍ଷ ବାବା ଭେଙ୍ଗାଙ୍କର ଭାଷାରେ ଅଶାନ୍ତିର ବର୍ଷ ହେବ, ଭୂମିକମ୍ପ ହେବ। ଅଚ୍ୟୁତାନନ୍ଦ ମହାପୁରୁଷ ମଧ୍ୟ କହିଲେ ସ୍ଥାନେ ସ୍ଥାନେ ପୁଣି ଭୂମିକମ୍ପ ହେବ, ଭୁଷୁଡ଼ିବ କୁଣ୍ଠାବାଡ଼ି, ଚୋର ଖଣ୍ଡ ପୁଣି ଡକାୟତ ଆସି ଲଗାଇବେ ଲମ୍ବା ଧାଡ଼ି। ଚୋର ଖଣ୍ଡ ଡକାୟତ ମାନେ ଆସି ଆପଣ ମାନଙ୍କର ସ୍ଥାନେ ସ୍ଥାନେ ଚୋରି କରିବେ, ଡକାୟତ ମାନେ ଆସିବେ। ମହାପୁରୁଷ କହୁଛନ୍ତି ଇଏ 2026 ମସିହାରେ ପୁଣି କଣ ହବ? ମହାପୁରୁଷ ଲେଖିଲେ, କହିଲେ ସମୟ ଆସିବ ଏମିତି ଯୋଉ ସମୟ ଭିତରେ କଣ ହବ? କହିଲେ ସର୍ବ ସମ୍ଭବ ସମ୍ଭବ ହେବ, ସର୍ବ ସମ୍ଭବ ସମ୍ଭବ ହେବ। କଳି ଶେଷ ବେଳେ ନେତ୍ର ଦେଖିବ, କଳି ଶେଷ ବେଳେ ନେତ୍ର ଦେଖିବ, କଳି ଶେଷ ବେଳେ ନେତ୍ର ଦେଖିବ। କହିଲେ ସର୍ବ ସମ୍ଭବ ସମ୍ଭବ ହେବ, ଆଉ କଳି ଶେଷ ବେଳେ ନେତ୍ର ଦେଖିବ। 2025 ମସିହାରେ ଆମେମାନେ ମଧ୍ୟ ଅନୁଭବ କରିଛୁ। କେବେ ଆପଣ ଡିମିରି ଫୁଲ ଦେଖିଛନ୍ତି? ଆପଣ କହିବେ ନା। ଆପଣଙ୍କର ଦେଖନ୍ତୁ ନିକଟରେ ଜଗତସିଂହପୁର ମାଟିରେ ଏ କଥା ସତ୍ୟ ହେଲା, ଡିମିରିର ଫୁଲ ଫୁଟିଲା। ଅନୁଗୁଳରେ ଗୋଟିଏ ଛେଳି ପେଟରୁ ମଣିଷ ଛୁଆ ଜନ୍ମ ହେବ, ଏ କଥା କେବେ ଆପଣ ଶୁଣିଥିଲେ? କିନ୍ତୁ 2025 ମସିହାରେ ତା ମଧ୍ୟ ଆପଣ ମାନଙ୍କର ଆଖି ଦେଖିଲା। ଏଇଭଳି ଭାବରେ ଅନେକ ଅସମ୍ଭବ ଜିନିଷ ଆପଣ ମାନଙ୍କର 2026 ମସିହାରେ ମଧ୍ୟ ଘଟିବାକୁ ଯାଉଛି। ଖାଲି ସେତିକି ନୁହେଁ, ମହାପୁରୁଷ ଲେଖିଲେ, କହିଲେ ଅନେକ ରୋଗ ଦୁଃଖ କଷ୍ଟରେ ମଧ୍ୟ 2026ରେ ଅନେକ ଲୋକ ମୃତ୍ୟୁବରଣ କରିବେ। କଣ ହବ? କହିଲେ ତୀର୍ଥରେ ଅନେକ ଲୋକ ମଧ୍ୟ ମୃତ୍ୟୁବରଣ କରିବେ। ମହାପୁରୁଷ ଲେଖିଛନ୍ତି, କହିଲେ ତୀର୍ଥରେ ମରିବେ ଅନେକ ଲୋକେ, ତୀର୍ଥରେ ମରିବେ ଅନେକ ଲୋକେ, ଅନେକ ମରିବେ ପେଟର ଭୋକେ, ଅନେକ ମରିବେ ପେଟର ଭୋକେ, ଅନେକ ମରିବେ ପେଟର ଭୋକେ। କହିଲେ ତୀର୍ଥରେ ମଧ୍ୟ ଅନେକ ଲୋକ ମରିବେ। ତୀର୍ଥରେ ମରିବାର ଅର୍ଥ ଆପଣ ମାନଙ୍କର ଦଳା ଚକଟାରେ ଅନେକ ମୃତ୍ୟୁବରଣ କଲେ। କୋଉ ସମୟରେ? ନା ଯେତେବେଳେ ରଥଯାତ୍ରାର ସମୟ ହେଲା, ତୀର୍ଥରେ ଅନେକ ଲୋକ ମୃତ୍ୟୁବରଣ ମଧ୍ୟ କରିଛନ୍ତି। ଆପଣଙ୍କର ଭେଙ୍କଟେଶ ମନ୍ଦିର ଆନ୍ଧ୍ରପ୍ରଦେଶରେ ମଧ୍ୟ ଅନେକ ଦଳା ଚକଟାରେ ମୃତ୍ୟୁବରଣ କଲେ। ସେଇ ତୀର୍ଥ ଦର୍ଶନ କରିବାକୁ 2025 ମସିହା କେଦାରନାଥ ଯାଉଥିବା 2ଟି ହେଲିକପ୍ଟର ଏକକାଳୀନ ଗୋଟିଏ ସପ୍ତାହ ଭିତରେ ଭୟଙ୍କର ଦୁର୍ଘଟଣା ଘଟିଲା। ସେଇ 2025-26ରେ ସେମ୍ ସିଚୁଏସନ। କାହିଁକି ନା ବାବା ଭେଙ୍ଗା କହିଛନ୍ତି 25 ଆଉ 26 ଇଏ ଅଶାନ୍ତିର ବର୍ଷ ହବ। ଆଉ ଏଇ 25 ମସିହା ଆପଣ ମାନଙ୍କର 26ର କଥାକୁ କାହିଁକି ଆମେ କହୁଛୁ ଯେ ଅଶାନ୍ତିର ବର୍ଷ ହବ, ନାନାଦି ପ୍ରକାର ଦୁର୍ଘଟଣା ଘଟିବ? କାହିଁକି ନା ଚାଲିଛନ୍ତି ଏବେ ମୀନ ଶନିର ଯୋଗ, ଯାହାକି ମାର୍ଚ୍ଚ 29 ତାରିଖରୁ ଆରମ୍ଭ ହୋଇ ଆପଣ ମାନଙ୍କର 2027 ମସିହା ପର୍ଯ୍ୟନ୍ତ ରହିବ। ଏବେ ଶନିଙ୍କର ଦ୍ୱିତୀୟ ଚରଣ ଭୋଗ ହଉଛନ୍ତି। ମହାପୁରୁଷ ମଧ୍ୟ ଲିଖିଛନ୍ତି, କହିଲେ ଦିବସରେ ତାରା ଆକାଶ ଖସିବ, ମୀନ ଶନିର ରାଜତ୍ଵ ବଉଳଲୋ ମୀନ ଶନିର ରାଜତ୍ଵ। ପାଡ଼ିବେ ମାରିରେ ଅନେକ ମରିବେ, କହେ ଦିନ ଯେ ଅଚ୍ୟୁତ। ଜୟ ଜଗନ୍ନାଥ ଜୟ ଶ୍ରୀ ଅଚ୍ୟୁତ, ଜୟ ଜଗନ୍ନାଥ ଜୟ ଶ୍ରୀ ଅଚ୍ୟୁତ। କହିଲେ ଦିବସରେ ତାରା ଆକାଶ ଖସିବ, ମୀନ ଶନିର ରାଜତ୍ଵ। ବାଡ଼ି ବେମାରୀରେ ଅନେକ ମରିବେ, କହେ ଦିନ ଅଚ୍ୟୁତ। ଦିବସରେ ମାଲ ଆକାଶରୁ ତାରା ଖସି ପଡ଼ିବ। ବାଡ଼ି ବେମାରୀ କହିଲେ ହଇଜାରେ ଅନେକ ଲୋକ ମରିବେ, ଯାହାକୁ ଡାଇରିଆ ବୋଲି କହନ୍ତି। ଆପଣଙ୍କର 2025 ମସିହା ମାର୍ଚ୍ଚ 29 ତାରିଖରେ ଯେତେବେଳେ ମୀନ ଶନିର ଯୁଗ ଚାଲିଲା, ଆପଣଙ୍କ ଯାଜପୁର ମାଟିରେ ଅନେକ ଲୋକ ହଇଜାରେ ଲୋକ ମଲେ। ଆଶ୍ଚର୍ଯ୍ୟ କଥା, କେମିତି ମାଳିକା ସତ୍ୟ ଆପଣ ମାନେ ଦେଖନ୍ତୁ। ଆଉ ଏଇ ମୀନ ଶନିର ଯୁଗ 2027 ମସିହା ପର୍ଯ୍ୟନ୍ତ ଯେହେତୁ ରହିଛି, 26ରେ ମଧ୍ୟ ବିପଦ ଟଳି ନାହିଁ। ଆପଣଙ୍କର ସଡ଼କ ପଥରେ ହେବ ଦୁର୍ଘଟଣା, ଆକାଶ ପଥରେ ହେବ ଦୁର୍ଘଟଣା, ତା ସହିତ ମଧ୍ୟ ଆପଣଙ୍କର ଜଳ ପଥରେ ହେବ ଦୁର୍ଘଟଣା। ଅନେକ ମା ଏହି ସମୟ ଭିତରେ ଦୁର୍ଘଟଣାରେ ମୃତ୍ୟୁବରଣ କରିବେ, ଅନେକ କଳାକାର ଚାଲିଯିବେ। ଆପଣଙ୍କର ଦେଖନ୍ତୁ
କାଲି ମଧ୍ୟ ଦୁର୍ଘଟଣାରେ ଆପଣ ମାନଙ୍କର ଜଣେ ହାସ୍ୟ ଅଭିନେତା ସେ ମଧ୍ୟ ଚାଲିଗଲେ, ଯାହା ଦୁଃଖ ଆଉ କଷ୍ଟର ବିଷୟ ସମସ୍ତଙ୍କ ଭିତରେ ମଧ୍ୟ ଭରି ଯାଇଛି। ଆମେ ମଧ୍ୟ ତାଙ୍କ ଆତ୍ମାର ସଦ୍ଗତି ଚାହିଁବା, ଯେ କି ଭଦ୍ରକରୁ ଆସୁଥିଲେ ଗୁରୁପୃଷ୍ଟି ନାମକ ଜଣେ ହାସ୍ୟ ଅଭିନେତା, ଯେ କି ଯାତ୍ରା ଇନ୍ଦ୍ର ଭୁବନରେ କାମ କରୁଥିଲେ, କିନ୍ତୁ ତାଙ୍କର ରୋଡ ଆକ୍ସିଡେଣ୍ଟରେ ମୃତ୍ୟୁବରଣ ହେଲା। ଏଇ ମିନୋସନ ଯୋଗରେ ଅନେକ କଳାକାର ମଧ୍ୟ ଚାଲିଯିବେ। ଆପଣ ମାନ ସଙ୍ଗୀତ ଗାୟକ ଚାଲିଗଲେ, ଆପଣ ମାନଙ୍କର ଅନେକ ଲୋକ ମଧ୍ୟ 2026ରେ ବଡ ବଡ କଳାକାରଙ୍କର ମୁଣ୍ଡ ମଧ୍ୟ ଗଡ଼ିବ। ମହାପୁରୁଷ ମଧ୍ୟ ଲେଖିଲେ, ଖାଲି ମନରୁ କହିଲେ ହବ। ମହାପୁରୁଷ ଲେଖିଲେ କଣ କହିଲେ? କହିଲେ ପ୍ରଥମେ ମରିବେ ଧିନାକ ଧିନା, ପ୍ରଥମେ ମରିବେ ଦିନାକ ଦିନା, ତାପରେ ମରିବେ ଉପାସେ ସିନା, ତାପରେ ମରିବେ ଉପାସେ ସିନା, ତାପରେ ମରିବେ ଉପାସେ ସିନା। କହିଲେ ପ୍ରଥମେ ମରିବେ ଧିନାକ ଧିନା। କହିଲେ ଧିନାକ ଧିନା କୋଉ ମାନେ କରନ୍ତି? କଳାକାର ମାନେ କରନ୍ତି ଧିନାକ ଧିନା ବଜାର। କହିଲେ ପ୍ରଥମେ ମରିବେ, ଆଉ ତାପରେ ଅନେକ ଲୋକ ପେଟ ଉପାସରେ ମରିବେ। ବୋଲାରନ୍ଦେ କବାର ଅନେକ ଦୁଃଖ କଷ୍ଟ ଭୋଗ କରି ମା କଳାକାର ଜଗତକୁ ହସାଏ, କିନ୍ତୁ ତା ପାଳି ପ୍ରଥମେ ପଡିବ। ଅନେକ କଳାକାର ମାନେ ଚାଲିଯିବେ, ଆଉ ଅନେକ ମଧ୍ୟ ଭୋକ ଉପାସରେ ମା ମରିବେ। ଏଇ ମିନୋସନର ସଂଯୋଗ ସମୟରେ ଆପଣ ଲେଖି ରଖନ୍ତୁ 2026 ମସିହାରେ ମଧ୍ୟ ଏଇ ଘଟଣା ଘଟିବ। ଆଉ ଭକ୍ତବନ୍ଧୁ ଖାଲି ରାତି ପାହିଲେ ଆପଣ ଶୁଣିବେ ରୋଡ ଆକ୍ସିଡେଣ୍ଟ, ରୋଡ ଆକ୍ସିଡେଣ୍ଟ, ରୋଡ ଆକ୍ସିଡେଣ୍ଟ, କେବଳ ଆପଣ ମାନେ ଶୁଣିବେ। ଅନେକ ଲୋକ ମୃତ୍ୟୁବରଣ କରିବେ। ଆଉ ଭକ୍ତବନ୍ଧୁ ମାଳିକା କଥା କେବେ ବି ଅସତ୍ୟ ନୁହେଁ। ପର୍ବତ ଶିଖରେ କଇଁ ଫୁଟି ପାରେ, ମା ଆପଣ ମାନଙ୍କର କଇଁଚ ପିଠିରେ କେଶ ଉଠି ପାରେ, ବନ୍ଧ୍ୟା ନାରୀ ପ୍ରସବ କରନ୍ତି, ହେଲେ ମାଳିକା ବଚନ କେବେ ମିଥ୍ୟା ନୁହେଁ। ମହାପୁରୁଷ ଲେଖିଛନ୍ତି ବଡ ସୁନ୍ଦର ଭାବରେ, କହିଲେ ପର୍ବତ ଶିଖରେ ଫୁଟିବ କଇଁ, ପର୍ବତ ଶିଖରେ ଫୁଟିବ କଇଁ, ଅଚ୍ୟୁତ ବଚନ ଟଳିବ ନାହିଁ, ଅଚ୍ୟୁତ ବଚନ ଟଳିବ ନାହିଁ, ଅଚ୍ୟୁତ ବଚନ ଟଳିବ ନାହିଁ। କହିଲେ ପର୍ବତ ଶିଖରେ ଫୁଟିବ କଇଁ, ଅଚ୍ୟୁତ ବଚନ ଟଳିବ ନାହିଁ। ମହାପୁରୁଷ ମଧ୍ୟ ପଞ୍ଚସଖା ମାନେ ମାଳିକା ଲେଖିଛନ୍ତି, ଯାହା ସତ୍ୟ ହୋଇ ଚାଲିଛି। ଆମେ 2025ର ଅଶାନ୍ତି ବର୍ଷ ଭୋଗ କରି ସାରିଛନ୍ତି। ମିନ ଶନିର ସଂଯୋଗ ହେବ ଯେତେବେଳେ ସମର ଲାଗିବ ବାବୁ ଭାରତ ମଣ୍ଡଳେ। ପହଲଗ୍ରାମରେ ଆକ୍ରମଣ ହେଲା, ନରସଂହାର ଘଟେଇଲେ ଆତଙ୍କବାଦୀ ମାନେ, ଆଉ ତାପରେ ମା ଇଣ୍ଡିଆ ପାକିସ୍ତାନର ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଲା। ମା ଯୁଦ୍ଧ ବିରତି ଏବେ ଘଟିଛି, କିନ୍ତୁ 2026ରେ ଅନେକ ଦେଶ ମଧ୍ୟରେ ମଧ୍ୟ ଯୁଦ୍ଧର ଆଶଙ୍କା ରହିଛି। ମହାପୁରୁଷ ତାକୁ ମଧ୍ୟ ମାଳିକାରେ ଲେଖିଛନ୍ତି, କହିଲେ ଭୟଙ୍କର ଯୁଦ୍ଧ ହେବ, ଭୟଙ୍କର ଯୁଦ୍ଧ ହେବ, ଭୟଙ୍କର ଯୁଦ୍ଧ ହେବ, ଭୟଙ୍କର ଯୁଦ୍ଧ ହେବ। ଦେଶ ଦେଶ ମତେ ଗୋଳ ହୋଇ ଭଲ ଯାଇ ଫୁଲ, ମୁଇ ବାକ୍ୟଟି ଅଟଇ ଧ୍ରୁବ, ଏଇ ବାକ୍ୟଟି ଅଟଇ ଧ୍ରୁବ, ଏଇ ବାକ୍ୟଟି ଅଟଇ ଧ୍ରୁବ, ଏଇ ବାକ୍ୟଟି ଅଟଇ ଧ୍ରୁବ। ମହାପୁରୁଷ କହିଲେ ମୋ ବାକ୍ୟ କେବେ ମିଥ୍ୟା ହବ ନାହିଁ। ଭୟଙ୍କର ଯୁଦ୍ଧ ହବ, ଦେଶ ଦେଶ ମଧ୍ୟରେ ଗୋଳ ହୋଇବ, ଆଉ ଭକ୍ତବନ୍ଧୁ ବିଦେଶର ସୁନାମି ଦେଖିବ ଏ ଆଖି। ଆଉ ମହାପୁରୁଷ ଲେଖିଲେ ମା ଏ କଳି ଯୁଗ ଭିତରେ କଣ ହବ? ମହାପୁରୁଷ ଲେଖିଛନ୍ତି ଆଉ ମଧ୍ୟ 2026 ମସିହା ଯାହା ସତ୍ୟ ହବ, ଅର୍ଥାତ୍ କହିଲେ ବଡ ବଡ କୋଠା ଘର, ବଡ ବଡ କୋଠା ଘର, ବଡ ବଡ କୋଠା ଘର, ବଡ ବଡ କୋଠା ଘର, ପୋଡି ଜଳି ହେବ କିନାର ଖାରଲ ଯାଇ ଫୁଲ, ତୁଇ ଦେଖିବୁ ବେନି ନେତ୍ରର, ତୁଇ ଦେଖିବୁ ବେନି ନେତ୍ରର, ତୁଇ ଦେଖିବୁ ବେନି ନେତ୍ରର, ତୁହି ଦେଖିବୁ ବେନି ନେତ୍ରର। କହିଲେ ବଡ ବଡ କୋଠା ଘର ପୋଡି ଜାଳି ହବ କିନାର ଖାର, ମା ମଲରେ ଲାଗିବ ନିଆଁ, ଆପଣ ମାନଙ୍କର ଆପାର୍ଟମେଣ୍ଟ ଜଳି ପୋଡି ପାଉଁଶ ହବ। ଆଉ ଭକ୍ତବନ୍ଧୁ କେବଳ ସେତିକି ନୁହେଁ, ଆପଣ ଯାହାକୁ ଦେଖିବେ କଣ ହେଇଥିଲା ନା ଏ ବିଜୁଳି ଲାଗି ବା ଇଲେକ୍ଟ୍ରିକ କରେଣ୍ଟ ଯୋଗୁ ଯାହା ଜଳିଗଲା, କିନ୍ତୁ ଶୂନ୍ୟରୁ ଅଗ୍ନି ଉଠିବ, ହିଙ୍ଗୁଳା କରିବେ କୋପ। ମହାପୁରୁଷ ଲେଖିଛନ୍ତି ଶୂନ୍ୟରୁ ଅଗ୍ନି ଉଠିବ। ଆଉ ଭକ୍ତବନ୍ଧୁ ଯାହାକୁ ଆମେ ମାନେ ଏବେ କହୁଛୁ ସର୍ଟ ସର୍କିଟ ରୁ କଣ ଇଲେକ୍ଟ୍ରିରେ ନିଆଁ ଲାଗିଲା, ବିଲକୁଲ ତା ସର୍ଟ ସର୍କିଟ ଅର୍ଥ କଣ ଯେ ଇଲେକ୍ଟ୍ରିକ କରେଣ୍ଟ ଯୋଗୁ ଘର ପୋଡିଗଲା, କିନ୍ତୁ ମହାପୁରୁଷ ତାକୁ ଲେଖିଲେ ଶୂନ୍ୟରୁ ଅଗ୍ନି ଉଠିବ, ହିଙ୍ଗୁଳା କରିବେ କୋପ। ଆଉ କଳି ଶେଷ ବେଳେ
ମା ସୃଷ୍ଟି ଧ୍ୱଂସ ହବ ଯେମିତି ବଢୁଛି ପାପ ବୋଲାରନ୍ଦେ ହରି ହରି ବୋଲ। ତେଣୁ ଯେତେବେଳେ ପାପ ବଢୁଛି ହିଙ୍ଗୁଳା କହିଲେ ମା ଲୋ ମା ଅଧିଷ୍ଠାତ୍ରୀ ଦେବୀ ଆପଣ ମାନଙ୍କର କୋଉ ମାଟି ହିଙ୍ଗୁଳା ଆପଣଙ୍କର ତାଳଚେର ମାଟି ମା ଅଧିଷ୍ଠାତ୍ରୀ ଦେବୀ ହଉଛନ୍ତି ମା ହିଙ୍ଗୁଳା ସେଇ ସମୟରେ ମହାପୁରୁଷ କହିଲେ କୋପ କରିବେ ଶୂନ୍ୟରୁ ଅଗ୍ନି ଉଠିବ ବଡ ବଡ କୋଠା ଘର ଗୁଡାକ ଜଳି ପୋଡି ପାଉଁଶ ହବ ମା ଆଉ ଆପଣ ମାନଙ୍କର ଏଇ 2026 ମସିହାରେ ମା କେବଳ ଯେ ମା ଏଗୁଡିକ ସବୁ ଅଶୁଭ ରହିଛି ତା ନୁହେଁ ଶୁଭ ସଂକେତ ମଧ୍ୟ ମହାପୁରୁଷ ଲିଖିଛନ୍ତି ମା ଅନେକ ଜାଗାରେ କଣ ହବ ନୂତନ ଉଦ୍ଭାବନ ବିଭିନ୍ନ ଦେଶ ମାନେ କରିବେ ବିଭିନ୍ନ ରୋଗ ପାଇଁ ମଧ୍ୟ ମେଡିସିନ ବାହାରିବ ଯେମିତି କ୍ୟାନ୍ସର ହାର୍ଟ ଆଟାକ କି ଆଗୁରୁ ସତକ ପାଇଁ ବଡ ବଡ ମେସିନ ସବୁ ଉଦ୍ଭାବନ ହବ ଯାହାକି ରୋଗ ପାଇଁ ମାଲ ଗୋଟିଏ ରୋଗୀ ମାନଙ୍କ ପାଇଁ ବଡ ମାଲ ଉପହାର ସଦୃଶ ମଧ୍ୟ ଏ 2026 ମସିହାରେ ଆସିବ କାଲି ସେତିକି ନ ଟେକ୍ନୋଲୋଜି ବିଜ୍ଞାନ ଆଗକୁ ଯିବ 2026 ମସିହାରେ ଆଉ ଆପଣଙ୍କର ରାଜନୀତି ସ୍ତରରେ ମଧ୍ୟ ବିଭିନ୍ନ ଭାବରେ ଅଦଳ ବଦଳ ମଧ୍ୟ ହେବ ମହାପୁରୁଷ ଲେଖିଛନ୍ତି ଯୋଉଠି ଅସ୍ଥିରତା ପ୍ରକାଶ ପାଏ ପ୍ରଥମେ ଉତ୍ପାତ ବିତ୍ପାତ ନିପାତ ଅନେକ ରାଜନୀତି ଦଳ 2026 ମସିହାରେ ମଧ୍ୟ ନିପାତ ହେଇଯିବେ ବୋଲାରନ୍ଦେ ଆଉ ନଥିବ ତାଙ୍କର ଚେର ମୂଳ କିଛି ଆଉ ରହିବନି ଅଧିକ ରାଜନୀତି ମୂଳ ମଧ୍ୟ ମହାପୁରୁଷ ଲେଖିଲେ କହିଲେ ନିପାତ ହେଇଯିବ ଆଉ ଭକ୍ତବନ୍ଧୁ ପ୍ରଥମେ ଉତ୍ପାତ ତାପରେ ବିତ୍ପାତ ଚାଲିବ ନିପାତ ବୋଲାରନ୍ଦେ ହରି ହରି ବୋଲ। ମହାପୁରୁଷ ଯଶୋବନ୍ତ ଦାସ ମଧ୍ୟ ଲେଖିଛନ୍ତି ଯେମିତି ମା ରାତି ପାହିଲେ ମଣିଷ ମାନୁ ନାହିଁ ରାସ୍ତାରେ ମଦ୍ୟପାନ କରି ଗାଡି ଚାଲିଛି ଲୋକ ମଦରେ ମୁହଁ ଦଉଛନ୍ତି ମହାପୁରୁଷ ଯଶୋବନ୍ତ ଦାସ ମାତ୍ର ଠାକୁର କହିଛନ୍ତି କେମିତି ମାଳିକା ସତ୍ୟ ଦେଖନ୍ତୁ କହିଲେ ଶାଳ ଗ୍ରାମ ଜଳ ଭାବିବେ ସକଳେ ମଦ୍ୟପାନେ ହେବେ ରତ ବହୁଳ ମଦ୍ୟପାନେ ହେବେ ରତ ଏ ନାରୀ ପୁରୁଷ ଏ ସମାନ ହୋଇବେ କହେ ଦାସ ଯଶୋବନ୍ତ ଜୟ ଜଗନ୍ନାଥ ଜୟ ଶ୍ରୀ ଅଚ୍ୟୁତ ଜୟ ଜଗନ୍ନାଥ ଜୟ ଶ୍ରୀ ଅଚ୍ୟୁତ କହିଲେ ସମୟ ଏମିତି ଆସିବ ଯୋଉ ସମୟ ଭିତରେ ଶାଳ ଗ୍ରାମ ଜଳ ଭାବିବେ ସକଳେ ମଦ୍ୟପାନେ ହେବେ ରତ ନାରୀ ପୁରୁଷ ଏ ସମାନ ହୋଇବେ କହେ ଦାସ ଯଶୋବନ୍ତ କଳି ଯୁଗରେ ମା ଶାଳ ଗ୍ରାମ ଜଳ ପିଇବା ପାଇଁ ଯେମିତି ବୈଷ୍ଣବ ମାନଙ୍କ ଭିତରେ ଭିଡ଼ ଲାଗେ ପ୍ରତିଯୋଗିତା ଲାଗେ ସେଇଭଳି ଭାବରେ ମଦ ପିଇବା ପାଇଁ ମାଲୋ ପ୍ରତିଯୋଗିତା ଲାଗିବ ଅର୍ଥାତ ରାତି ପାଇଲେ ମଦ କାଉଣ୍ଟରରେ ଭିଡ଼ ଦେଖିବାକୁ ମିଳିବ ଆପଣ ମାନଙ୍କର ଏଇ ସମୟରେ ଆଉ ହେ ସୁଧୀ ସଜ୍ଜନ ତେଣୁ କଳି ଯୁଗ ଭିତରେ ଆପଣ ମାନଙ୍କର ନାରୀ ପୁରୁଷ ଏ ସମାନ ହୋଇବେ କହେ ଦାସ ଯଶୋବନ୍ତ କଳି ଯୁଗରେ ନାରୀ ପୁରୁଷ ସମାନ ହେଇଯିବେ ଝିଅକୁ ଯୋଉମାନେ ବୋଝ ବୋଲି ଭାବୁଛ ଜମା ବୋଝ ବୋଲି ଭାବନା କାହିଁକି ନା ଝିଅ ଆହୁରି ଆଗକୁ ଯିବେ ମହାପୁରୁଷ ଲିଖିଥିଲେ ମା ମାଳିକା ସତ୍ୟ କହିଲେ ରମଣୀ ହାତରେ ହେବ ଶାସନ ରମଣୀ ହାତରେ ହେବ ଶାସନ ଏ ଚନ୍ଦ୍ର ପରେ ଯିବ କ୍ଷେପଣ ଯାନ ଚନ୍ଦ୍ର ପରେ ଯିବ କ୍ଷେପଣ ଯାନ ଚନ୍ଦ୍ର ପରେ ଯିବ କ୍ଷେପଣ ଯାନ ମାଦ ରମଣୀ ହାତରେ ଶାସନ ହବ ଆଉ ଚନ୍ଦ୍ର ପରେ ଯିବ କ୍ଷେପଣ ଯାନ ଚନ୍ଦ୍ର ପରେ ମା କ୍ଷେପଣ ଯାନ ଯିବ ମାଳିକା ସତ ହେଲା ଦେଖନ୍ତୁ ଯୋଉ ସମୟରେ ଗାଁକୁ ଶଗଡ଼ ଯାଉଥିଲା ସେଇ ସମୟରେ ବିଜ୍ଞାନର ଅଗ୍ରଗତି କଥା ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଛନ୍ତି ରମଣୀ ହାତରେ ଶାସନ ସମୟରେ ଚନ୍ଦ୍ର ଉପରେ ଚନ୍ଦ୍ରାୟନ ଯାତ୍ରା ସଫଳ ହବ ମାଳିକା ସତ ହେଲା ନା ନାଇଁ କୁହନ୍ତୁ ଯୋଉମାନେ ମାଳିକାକୁ ଅବିଶ୍ୱାସ କହୁଛନ୍ତି ମାଳିକା ମିଥ୍ୟା ବୋଲି କହୁଛନ୍ତି ତାଙ୍କ ମୁହଁରେ ଧାଡ଼ି ଚୂନ କଳା ବୋଳିଦେଲା ଭଳି ପଦ କହିଲେ ରମଣୀ ହାତରେ ଶାସନ ହେବା ସମୟରେ ଯେତେବେଳେ ରାଷ୍ଟ୍ରପତି ପଦରେ ଜଣେ ନାରୀ ଅଭିଷିକ୍ତ ହେଇଥିବ ମାଲୋ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବସିଥିଲେ ରାଷ୍ଟ୍ରପତି ପଦରେ ଏବେ ଅଛନ୍ତି ମା ସେଇ ସମୟ ଭିତରେ ଚନ୍ଦ୍ର ଉପରେ ମା ଚନ୍ଦ୍ରାୟନ ଯାତ୍ରା ସଫଳ ହବ ହେଇଛି ନା ନାହିଁ ମାଳିକା ଆଗରୁ ଲେଖିଛନ୍ତି ମା ପାକିସ୍ତାନ ତା ପତାକା ଉପରେ ଗୋଟେ ଚନ୍ଦ୍ର ରଖିଥିଲା ଭାରତ ଚନ୍ଦ୍ର ଉପରେ ତା ପତାକା ରଖିଦେଲା ବୋଲାନନ୍ଦେ ହରି ହରି ବୋଲ ଭାରତ ମାତା କି ତେଣୁ ମା ସର୍ବ ଅସମ୍ଭବ ସମ୍ଭବ କାଲି ସେତିକି ନୁହେଁ କଳି ଶେଷରେ କଣ ସବୁ ଘଟଣା ଘଟିବ ମହାପୁରୁଷ ମଧ୍ୟ ତାକୁ ଠାରଗାର ମାଳିକାରେ ଲେଖି ଦେଇଛନ୍ତି କହିଲେ ସଂସାରରେ ଆଉ କଣ ଘଟଣା ଘଟିବ ଏ ସୁଧୀ ସଜ୍ଜନ ମନେ ରଖିଥାନ୍ତୁ କଳି ଶେଷ ସମୟରେ କଣ ଘଟିବ କହିଲେ ପାଷାଣ ମୂର୍ତ୍ତି ସର୍ବଜେ ହୋଇବ ଜୀବନ୍ତ ବାବୁ ହୋଇବ ଜୀବନ୍ତ ଯେତେବେଳେ କଳି ଯୁଗ ହୋଇବ ଯେ
ଯେତେବେଳେ ଶେଷ ସମୟ ଆସିବ ତାର ସଂକେତ ମିଳିବ କଣ ନା ପାଷାଣ ମୂର୍ତ୍ତି ଗୁଡାକ ସବୁ ଜୀବନ୍ତ ହେଇଯିବ। ଯୋଉ ଜାଗାରେ ସବୁ ପାଷାଣ ମୂର୍ତ୍ତି ଅଛି ଆପଣ ଦେଖନ୍ତୁ ସବୁ ଜୀବନ୍ତ ହେଇଯିବ। ଦେବାଦେବୀ ମାନେ ସବୁ ଜୀବନ୍ତ ହେବେ। ଆଉ ଯୋଉ ଦେବାଦେବୀ ମନ୍ଦିରରେ କେତେ ବଡ ବଡ ସବୁ ଏବେ ସିଂହ ବାଘ ମା ଆପଣ ଦେଖୁଛନ୍ତି ସେ ସବୁ ଯେତେବେଳେ ଜୀବଦାନ ପାଇଯିବେ କୁଆଡେ ଯିବେ? ଏଇ ଗାଁ ଗହଳିରେ ତ ପଶିବେ ଆଉ କୁଆଡେ ଯିବେ? ଆଉ ଗାଁ ଗହଳିରେ ପଶି ଆପଣ ଭାବୁଥିବେ ଯୋଉ ଯେଡେ ଯେଡେ ବଡ ସିଂହ ଶ୍ରୀମନ୍ଦିରରେ ଯୋଉ ସିଂହ ରହିଛନ୍ତି ଚଣ୍ଡ ବିକ୍ରମ 2 ଜଣ ମା ଇଏ ସିଂହ ଯଦି ମାତିବେ ଗୋଟେ ଗାଁ ଭିତରେ ପଶିବେ ଆଉ ମା ଅଧେ ନିପାତ କରିଦେବେ। ତାଙ୍କ ଖୋଜରେ ଅନେକ ଲୋକ ମରି ସଫା ହେଇଯିବେ। ଆପଣଙ୍କୁ ଭୟ ଲାଗିଲାଣି କି? ଜମା ଭୟ କରନ୍ତୁ ନାହିଁ। କାହିଁକି ନା ମହାପୁରୁଷ ଲେଖିଲେ କହିଲେ ଏହି ଜୀବଜନ୍ତୁ ମାନେ ଭକ୍ତକୁ ଦେଖିଣ ମା ଏଇ ଜୀବଜନ୍ତୁ ମାନେ ଯୋଉମାନେ ପାଷାଣରୁ ଜୀବନ୍ତ ହେଇଥିବେ ମା ସେମାନେ ଭକ୍ତଙ୍କୁ ଦେଖିକି ପ୍ରଣିପାତ କରିବେ ଅର୍ଥାତ ପ୍ରଣାମ କରିବେ ଆଉ ଦୁଷ୍ଟ ମାନଙ୍କୁ ସେମାନେ ବିଦାରଣ କରିବେ। ବୋଲ ଆନନ୍ଦ ଏକ ହରି ହରି ବୋଲ। ସେମାନେ ମା ଭକ୍ତଙ୍କୁ ଦେଖିଲେ ପ୍ରଣାମ କରିବେ। ଆପଣ ଦେଖିବେ ଏବେ ବି ସିଂହ ଦ୍ୱାରରେ ମା ସିଂହ ଯୋଉମାନେ ଅଛନ୍ତି ଭଗବାନଙ୍କର ମା ତାଙ୍କର ମସ୍ତକରେ ମା ରାମାନନ୍ଦୀ ତିଲକ ସବୁ ବୈଷ୍ଣବ ତିଲକ ସବୁ ବୈଷ୍ଣବ ତିଲକ କଟା ହେଇଛି। ଅର୍ଥାତ ସିଂହ ମୁଣ୍ଡରେ ତିଲକ। ଆପଣଙ୍କ ମୁଣ୍ଡରେ ତିଲକ ଦେଖିଲେ ଆପଣ ଜାଣିବେ ଇଏ ମୋ ପାଟି ଲୋକଟା। କଣ କରିବେ? ସେମାନେ ପ୍ରଣାମ କରିବେ। ଆଉ ଆପଣ ତ ମାଲୋ ପାଟି ଲୋକ ହବା ପାଇଁ ଚାହୁଁନାହାନ୍ତି ନା ସିନ୍ଦୁର ଟିକେ ଲଗାଉଛନ୍ତି ମସ୍ତକରେ ନା ଚନ୍ଦନ ଟିକେ ଲଗାଉଛନ୍ତି। ସିଏ ତ ସିମ୍ବଲ ପାଇବେନି ମୋଡ଼ିକି ଖାଇବେ। ବୋଲ ଆନନ୍ଦ ତେଣୁ ଆଗରୁ ଆପଣ ଟିକେ ସିନ୍ଦୁର ଚନ୍ଦନ ଟିକେ ଲଗାନ୍ତୁ। ହୁଏତ ଜାଣିପାରିବେ ସେଇ ସିଂହ ମାନେ ଜୀବନ୍ତ ଲୋକ ଇଏ ଆମ ପାଟି ଲୋକଟା। ମହାପୁରୁଷ ଲେଖିଲେ ମାଳିକାରେ କଣ ହେବ କଳିଯୁଗ ଭିତରେ କହିଲେ ଲୁଙ୍ଗି ପିନ୍ଧା ହେ ବସାର ଲୁଙ୍ଗି ପିନ୍ଧା ହେ ବସାର ଲୁଙ୍ଗି ପିନ୍ଧା ହେ ବସାର ଲୁଙ୍ଗି ପିନ୍ଧା ହେ ବସାର କୁକୁଡ଼ା ଅଣ୍ଡାରେ ଯେ କାରବାର लो ଯାଇ ଫୁଲ ସେ ଯେ ଭଲକୁ ଭାବିବେ ଭେଲ ସେ ଯେ ଭଲକୁ ଭାବିବେ ଭେଲ ସେ ଯେ ଭଲକୁ ଭାବିବେ ଭେଲ ସେ ଯେ ଭଲକୁ ଭାବିବେ ଭେଲ। କଳିଯୁଗରେ ମହାପୁରୁଷ କହିଲେ ଲୁଙ୍ଗି ପିନ୍ଧା ହେବ ସାର। ମା ସମସ୍ତେ କଳିଯୁଗ ଭିତରେ ଯବନ ବେଶ ଧାରଣ କରିବେ ଲୁଙ୍ଗି ପିନ୍ଧିବେ। ଆମ ସନାତନ ସଂସ୍କୃତି ନୁହେଁ ମା ଲୁଙ୍ଗି ପିନ୍ଧିବା। ଯଦି ଲୁଙ୍ଗି ପିନ୍ଧୁଛ ମୁହଁ ସିଲେଇ ଲୁଙ୍ଗି ପିନ୍ଧ ନା, ଏ ଆମ ସଂସ୍କୃତି ନୁହେଁ। ଗୋଟିଏ ଜାଗାରେ କହିଥିଲି ଜଣେ ଭାଇ କହିଲେ ଆସି କହିଲେ ବାବା ଆଉ କଣ କରିବା ଲୁଙ୍ଗି ମୁହଁ ସିଲେଇ ନ ପିନ୍ଧିଲେ ବିଡିଡି ଆସିଲେ କୋଉଠି ରଖିବି? କାରଣ ସେ ବିଡିଡି ଆସିଲେ ତା ଭିତରେ ଗଳେଇ ଦିଅନ୍ତି। ତେଣୁ ମା ଲୁଙ୍ଗି ପିନ୍ଧା ହେବ ସାର କୁକୁଡ଼ା ଅଣ୍ଡାରେ ଯେ କାରବାର। ଆପଣ ଦେଖନ୍ତୁ ପ୍ରତ୍ୟେକ ସ୍କୁଲରେ ଏବେ କଣ ନା ଆଗରୁ ବିଦ୍ୟାଳୟ ଥିଲା ଏବେ କିନ୍ତୁ ବିଦ୍ୟାଳୟ ଅଛି ତା ଭୋଜନାଳୟ ପାଲଟି ଯାଇଛି। ମେନୁ ମରା ହେଇଛି କାନ୍ଥରେ। ସୋମବାର ସୋୟାବିନ ବଡି, ମଙ୍ଗଳବାର ହରଡ଼ ଡାଲି, ବୁଧବାର ତ ଡିମ୍ବ ଆଉ ଏ ସଜ୍ଜନ ପିଲାମାନଙ୍କୁ ସବୁ ଜବରଦସ୍ତି ମା ମାନେ ବାବା ମାନେ ପଠଉ ଯାହା ଆଜି ଅଣ୍ଡା ବାରି କାଲି ପଛେ ନ ଯିବୁ ନାଇଁ ନହେଲେ ତ ଅଣ୍ଡା ବୁଡିଯିବ। ତେଣୁ ହେ ସୁଧୀ ସଜ୍ଜନ ଆମେ ଯେମିତି ଆମ ପିଲାଙ୍କୁ ମାଲ ଅଣ୍ଡା ପାଇଁ ପଠଉଛେ ସ୍କୁଲକୁ ସେମିତି ମଧ୍ୟ ମନ୍ଦିରକୁ ଧଣ୍ଡା ପାଇଁ ପଠେଇଲେ ଆମ ସଂସ୍କୃତି ବଞ୍ଚିବ। ବୋଲ ଆନନ୍ଦ ହରି ହରି ବୋଲ। ସନ୍ଧ୍ୟା ବେଳେ ପିଲାମାନଙ୍କୁ ଆପଣଙ୍କର ପ୍ରାର୍ଥନା କରିବା ପାଇଁ ପିଲାଙ୍କୁ ଶିଖାନ୍ତୁ। ଏ ପୁଅ ସନ୍ଧ୍ୟା ବେଳେ ପ୍ରାର୍ଥନା କର, ବୃନ୍ଦାବତୀ ଚଉରାରେ ଜଳ ଦେ, ସୂର୍ଯ୍ୟଙ୍କୁ ପ୍ରଣାମ କର, ବାପା ମାଙ୍କୁ ପ୍ରଣାମ କର। କିନ୍ତୁ ଆମ ପିଲା ଆମକୁ ପ୍ରଣାମ ନ କରିବାର କାରଣ ମଧ୍ୟ ରହିଛି। କାହିଁକି କରୁନି ଆମ ପିଲାମାନେ ପ୍ରଣାମ? କାହିଁକି ନା ସିଏ କେବେ ଦେଖି ନାହିଁ ଯେ ମୋ ବାପା ମା ଶାଶୁ ଶ୍ୱଶୁରକୁ ମୋ ମା ପ୍ରଣାମ କରେ ନା କି ମୋ ବାପା ତାଙ୍କ ବାପାଙ୍କୁ ଦିନେ ମୁଣ୍ଡିଆ ମାରନ୍ତି ନାହିଁ। ବୋଲ ଆନନ୍ଦ ହରି ହରି ବୋଲ। ସବୁ ମା ମାନେ ଏବେ ଚାହୁଁଛନ୍ତି ଯେ ମୋ ପୁଅ ଶ୍ରବଣ କୁମାର ହଉ। ସବୁ ବାପା ମା ମାନେ ଚାହୁଁଛନ୍ତି, ମା ମାନେ ବେଶୀ ଚାହୁଁଛନ୍ତି ମୋ ପୁଅ ଶ୍ରବଣ କୁମାର ଭଳି ପିତା ମାତାଙ୍କ ସେବା କରୁ। ଚାହୁଁଛନ୍ତି ମୋ ପୁଅ ଶ୍ରବଣ କୁମାର ହଉ କିନ୍ତୁ ମୋ ସ୍ୱାମୀ ନୁହେଁ। ବୋଲ ଆନନ୍ଦ ହରି ହରି ବୋଲ। କେବଳ ସ୍ୱାମୀ ମୋ ବୋଲ ମାନ କରୁ ତା ବାପା ମାଙ୍କୁ ଛାଡି ଦଉ। ସେଥିପାଇଁ ତ ମା ଆମ ମନର ମାନସିକତା ଭଗତ ସିଂ
ସବୁଠି ଜନ୍ମ ନିଅନ୍ତୁ କିନ୍ତୁ ମୋ କୋଳରେ ନୁହଁ ପଡ଼ିଶା ଘରେ ବୋଲ ଆନନ୍ଦେ କବା ହରି ହରି ବୋଲ। ତେଣୁ ଭଗତ ସିଂ ଜନ୍ମ ନିଅନ୍ତୁ କିନ୍ତୁ ଆମ ଘରେ ନୁହଁ ପଡ଼ିଶା ଘରେ। ସିଏ ତାର ମରୁ ଜଣଙ୍କର ଛାତ ପଡ଼ିଲେ ଆଉ ଜଣଙ୍କର ଛାତି ଜଳୁଛି ଏମିତି ସମୟରେ ଆମେ ମାନେ ପହଞ୍ଚି ଗଲେ। ତେଣୁ ଏ କଳିଯୁଗ ଭିତରେ ମନର ମାନସିକତାକୁ ଚେଞ୍ଜ କରିବାକୁ ପଡ଼ିବ। କାହିଁକି ଆମେରିକାରେ ଲାଇନ କଟିଗଲେ ଆମେରିକା ଲୋକମାନେ ଇଲେକ୍ଟ୍ରି ଅଫିସକୁ ଫୋନ କରନ୍ତି। ଜାପାନରେ ଲାଇନ କଟିଗଲେ ଜାପାନର ଲୋକମାନେ ମେନ୍ ସୁଇଚ୍ ଚେକ୍ କରନ୍ତି। ଆମର ଏଠି ଲାଇନ କଟିଗଲେ ଆମେ ଝରକା ଖୋଲି ପଡ଼ିଶା ଘରକୁ ଅନଉ। ଆମ ମାନସିକତା କେମିତି ଦେଖନ୍ତୁ, ଯଦି ତାର ଜଳୁଛି ଆମ ମୁଣ୍ଡ ଖରାପ, ଯଦି ତାର ଲିଭିଛି ଆମ ମନ ଆନନ୍ଦ ବୋଲ ଆନନ୍ଦେ କବାର। ତେଣୁ କଳିଯୁଗ ଭିତରେ ଏଇଭଳି ମାନସିକତା ରହିବ। ତେଣୁ ଏ ମାନସିକତାକୁ ବଦଳେଇବାକୁ ପଡ଼ିବ। ତେଣୁ ମହାପୁରୁଷ କହିଲେ ନଇଲେ କଳିଯୁଗ ଭିତରେ ମାଲ ଅନେକ ଅଚିହ୍ନା ବ୍ୟାଧି ମଧ୍ୟ ଆସିବ, ଯାହା 2026 ମସିହାରେ ମଧ୍ୟ ଅନେକ ବ୍ୟାଧିକୁ ଏ ମଣିଷ ସାମ୍ନା କରିବ। ଆଉ ମହାପୁରୁଷ ଲେଖିଛନ୍ତି କହିଲେ ବ୍ୟାଧି ରୂପରେ ପିଶାଚି ଆସିବ, ସେ ଯେ ପ୍ରାଣୀ କି ଗୋପତେ ନାସିବ। ରାଧେ ଗୋବିନ୍ଦ 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 ରାଧେ ପଦୁ ଗଳୁଛି ମକରନ୍ଦ। ବ୍ୟାଧି ରୂପରେ ପିଶାଚି ଆସିବ, ସେ ଯେ ପ୍ରାଣୀ କି ଗୋପତେ ନାସିବ। ରାଧେ ଗୋବିନ୍ଦ 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 ରାଧେ ପଦୁ ଗଳୁଛି ମକରନ୍ଦ। କହିଲେ ବ୍ୟାଧି ରୂପରେ ପିଶାଚି ଆସିବ, ସେ ଯେ ପ୍ରାଣୀକୁ ଗୁପତେ ନାସିବ। ତେଣୁ ଆପଣ ମାନେ କହିବେ ଯଦି ଏ 2025 ତ ଗଲାଣି, 26 ଯଦି ଦୁଃଖ କଷ୍ଟର ବର୍ଷ ହବ ସୁଖ କିଛି ମିଳିବନି। ସୁଖ ମା ଅନେକ ଭକ୍ତ ମାନେ ମଧ୍ୟ ଆପଣଙ୍କର ଆସିବେ, ସାମ୍ନାକୁ ଆସିବେ, ଭକ୍ତ ମାନଙ୍କର ସାନ୍ନିଧ୍ୟ ଆପଣ ପ୍ରାପ୍ତି କରିବେ, ସାଧୁ ସନ୍ଥଙ୍କର ସାନ୍ନିଧ୍ୟ ପ୍ରାପ୍ତି କରିବେ। ଯୋଉମାନେ ସାଧନାରେ ଅଛନ୍ତି ସେମାନଙ୍କ 2026ରେ ମଧ୍ୟ ସାଧନା ସିଦ୍ଧି ହବ, ସେମାନେ ମଧ୍ୟ ଅନୁରୂପ ବା ଅପୂର୍ବ ଫଳ ମଧ୍ୟ ପ୍ରାପ୍ତି କରିବେ। ଭଗବାନଙ୍କ ଶୁଭାଶୀର୍ବାଦ 26ରେ ମଧ୍ୟ ତାଙ୍କୁ ମାଲ ମିଳିବ। 2026 ମସିହା କଥା ଯଦି ଆମେ ମାନେ ଆଲୋଚନା କରୁଛୁ, ଆଗତ ଭବିଷ୍ୟତର କଥା ମଧ୍ୟ ଯୋଉମାନେ ଭକ୍ତ ସେମାନଙ୍କୁ ମାଲ ଈଶ୍ୱରଙ୍କର ତତ୍ତ୍ୱ ପ୍ରାପ୍ତି ହବ, ଭକ୍ତି ପ୍ରାପ୍ତ ହବ। ତେଣୁ ସେଇ ଭକ୍ତି ପ୍ରାପ୍ତି ହବ। ତେଣୁ ଅନେକ ରୋଗ ଦୁଃଖ କଷ୍ଟ ମଧ୍ୟ ରହିଛି ମା 2000 ଯେହେତୁ ବିନଶନର ଯୁଗ ଚାଲିଛି, ଆପଣ ମାନେ ବିନଶନର ଯୁଗରୁ ବଞ୍ଚିବା ପାଇଁ କଣ କରିବେ? ମା ଜାଇଫୁଲ ମାଳିକାରେ ମଧ୍ୟ ସେ କଥା ଦିଆଯାଏ। ଆଜି ଯୋଉଠି ପାଇଁ ଆମେ ଏକତ୍ରିତ ହୋଇଛୁ, ଗ୍ରାମେ ଗ୍ରାମେ ସତ୍ସଙ୍ଗ ହରିକଥା ନିହାତି ଭାବରେ କରନ୍ତୁ, ହୁଏତ ଟିକେ ଆଶ୍ୱସ୍ତି ମିଳିବ। ଏ ଭୟଙ୍କର ସମୟରୁ ଭଗବାନ ଆମକୁ ଟିକେ ଉଦ୍ଧାର କରିବେ। କାହିଁକି ଲୋ ମା? କାହିଁକି ନା ଘଣ୍ଟା ସଜାଡ଼ିଲା ବାଲା ଦୁନିଆରେ ଅନେକ ମେକାନିକ ମାନେ ମିଳି ଯାଇ ପାରନ୍ତି, ହେଲେ ସମୟକୁ ସଜାଡ଼ିଲା ବାଲା ଜଣେ ବଡ଼ ଦେଉଳରେ ବସିଛି ଆଜ୍ଞା, ଯିଏ ସମୟକୁ ସଜାଡ଼ି ଦବ, ଯିଏ ଆ ପାଖରେ ଆମେ ବସିଛେ ମହାପ୍ରଭୁ ଜଗନ୍ନାଥ, ଯିଏ ଦୁଃଖର ସମୟ କଷ୍ଟର ସମୟ ଏ ସମସ୍ତଙ୍କ ଉପରେ ପଡ଼ିଥିବା ବିଶ୍ୱକୁ ପଡ଼ିଥିବା ବିପତ୍ତିରୁ ଆମେ ତାଙ୍କ ପାଖରେ ପ୍ରାର୍ଥନା କରିବା, ହେ ମହାପ୍ରଭୁ ଜଗନ୍ନାଥ ଆପଣ ହିଁ କୃପା କରନ୍ତୁ। ବେଳେ ବେଳେ ମା ମହାପୁରୁଷ ଖଡ଼ିକାର ଖଡ଼ି ବଣା ହୋଇଯିବ, ତିଥି ଲଗ୍ନ ନ ମିଳିବ, ଅର୍ଥାତ୍ ଖଡ଼ିକାରର ଖଡ଼ି ମଧ୍ୟ ବଣା ହେଇଯିବ। ସମସ୍ତେ କହୁଛନ୍ତି କଳିଯୁଗ କୋଉ ଦିନ ଶେଷ ହବ? ଭକ୍ତବନ୍ଧୁ ଯେବେ ପ୍ରଭୁ ଚାହିଁବେ। ମାଳିକାରେ ଅନେକ ମା ତଥ୍ୟ ଦିଆଯାଇଛି, ହେଲେ ମହାପ୍ରଭୁ ଯେ ପର୍ଯ୍ୟନ୍ତ ନ ଚାହିଁଛନ୍ତି କଳିଯୁଗ ଶେଷ ହେଇନି। କାହିଁକି ନା ସେ ମଧ୍ୟ ଜଗତର ରକ୍ଷାକର୍ତ୍ତା। ଭକ୍ତବନ୍ଧୁ ଖଣ୍ଡ ପ୍ରଳୟର ମଧ୍ୟ ସୂଚନା ରହିଛି, ଯାହାକି 29 ରୁ 31 ମଧ୍ୟରେ ଭୟଙ୍କର ସୂଚନା ମଧ୍ୟ ରହିଛି। ଅଧେ ଲୋକ ନିପାତ ହେବେ। ଖାଲି ସେତିକି ନୁହେଁ, ସୃଷ୍ଟିର ମଙ୍ଗଳ ପାଇଁ ଆମମାନେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବା। ହୁଏତ ଏ ପ୍ରାର୍ଥନା ଜଗନ୍ନାଥଙ୍କ ପାଖରେ ପହଞ୍ଚିଲେ ବିଶ୍ୱର ମଙ୍ଗଳ ନିହାତି ଭାବରେ ହବ। ଯାହାର ସୃଷ୍ଟି ତାହାର ଦୃଷ୍ଟି, ଆଉ ସେ ଦୃଷ୍ଟି ଶୁଭ ଦୃଷ୍ଟି ଆମ ଉପରେ ପଡୁ, ସେଥିପାଇଁ ତ ଗ୍ରାମେ ଗ୍ରାମେ ସତ୍ସଙ୍ଗ ହରିକଥା ଆପଣ ରଖିଛନ୍ତି। ତ ଭକ୍ତବନ୍ଧୁ ଏ କଳିଯୁଗରୁ ତରିବାର ବାଟ କଣ? ବଡ଼ ସୁନ୍ଦର ପଦରେ ମହାପୁରୁଷ ଲେଖିଛନ୍ତି। କଣ କହିଲେ? କହିଲେ ପ୍ରଭୁ ନାମ କର ସାର, ପ୍ରଭୁ ନାମ କର ସାର, ପ୍ରଭୁ ନାମ କର ସାର, ତାଳି ବଜେଇ ସମସ୍ତେ ପ୍ରଭୁ ଗାଇବା। ନାମ କର ସାର, ତେବେ ଭବ ସିନ୍ଧୁ ହୋଇବ ପାର লো ଯାଇ ଫୁଲ, এই সত্য বচন মোহর, এই সত্য বচন মোহর, এই সত্য বচন মোহর, এই সত্য বচন মোহর। बोलिए सच्चिदानंद भगवान की। जय। समस्त टिके हाथ टिके दबा बोल आनंद एक हरि हरि बोल।
ତେଣୁ ପ୍ରଭୁ ନାମ କର ସାର ତେବେ ଭବ ସିନ୍ଧୁ ହୋଇବୁ ପାରଲ ଯାଇ ଭୁଲ। ଏହି ସତ୍ୟ ବଚନ ମୋର ସେଇ ଭଗବାନଙ୍କର ନାମକୁ ସାର କରିଦବା, କାହିଁକି ନା ନାମ ଘୋଷିଲେ ସର୍ବ ସିଦ୍ଧି ଖଣ୍ଡଇ ରୋଗ ଶୋକ ଆଦି। ସେଇ ପ୍ରଭୁଙ୍କର ଦୁଇବାର ନାମ କରି ଆଜିର ଗୋଟେ ସୁନ୍ଦର ପ୍ରସଙ୍ଗ ଆମେମାନେ ଶ୍ରବଣ କରିବା, ଯାହା ନିଶ୍ଚିନ୍ତ ଆମକୁ ଆନନ୍ଦ ଲାଗିବ ଶୁଣିବା ପାଇଁ। ଆପଣ ମାନେ ଏ ଶୀତ ରାତିରେ ଘଣ୍ଟାଟିଏ ମାତ୍ର ବସନ୍ତୁ, ଯାହା ଆପଣ ମାନଙ୍କ ପାଇଁ ବହୁତ କଲ୍ୟାଣକାରୀ ହବ। କାହିଁକି ନା ପ୍ରଭୁଙ୍କ କଥାରେ ଆପଣ ମାନେ ବସିଲେ ପାପ ତାପ କଷ୍ଟ ସବୁ ମା ଦୂର ହେଇଯାଏ। ଏ କଥା ମୁଁ କହୁନି, ଓଡିଆ ଭାଗବତ ଜଗନ୍ନାଥ ଦାସ ଲେଖିଛନ୍ତି। ଭାଗବତ କଣ କହିଲେ? କହିଲେ ସତ୍ସଙ୍ଗେ ହୁଏ ପାପ ନାଶ, ନିର୍ମଳ ଭକ୍ତି ପରକାଶ ରାଧେ। ଗୋବିନ୍ଦ 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 ଆହା ପଦୁ ଗଳୁଚି ମକରନ୍ଦ। ସତ୍ସଙ୍ଗେ ହୁଏ ପାପ ନାଶ, ନିର୍ମଳ ଭକ୍ତି ପରକାଶ ରାଧେ। ଗୋବିନ୍ଦ 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 ପଦୁ ଗଳୁଚି ମକରନ୍ଦ। बोलिए सच्चिदानंद भगवान के। बोले सत्संगे हुए पाप नाश। मनीष जते पाप करिथबो आज्ञा सत्संग रे नष्ट होई जा। जा होई सुंदर अनुष्ठान टी प्रतिवर्ष परि बहु बाधा विघ्न ए अनुष्ठान टी गढ़िबा एते सहज कथा नु, किंतु आपण माने श्रम देई अनुष्ठान रो पिला माने एते कष्ट रे हरि कथा को बंचे रखिचंती। ठाकुर मालो करूचंती केवल संस्कृति रो प्रचार प्रसार निमंते, आपण ग्राम रो मंगल निमंते। भक्त बंधु जो भले भाव रे वर्ष जाकर संचय करी महाप्रभुଙ୍କ कथा केमिति हबो, केमिति ठाकुर जिबे। आज पड़ी महाप्रभुଙ୍କର जगन्नाथଙ୍କର पाखरु रसगोला ये पाखरे पाखापाखि लक्ष्मीଙ୍କର पाखरे जोटी जोटी लक्ष्मी अछंती महाप्रभु जगन्नाथ सेठी रसगोला पठेइचंती। तेनु ये कमिटीर पिला माने जाई सेठी पहुंचीचंती। आठाउ आनंद कोन हे पारे अनुष्ठान पई गोटे करताली बजांतु। ई गोटे बढ़िया परंपरा आपण माने सृष्टि करचंती। आ विशेष भाव रे हमर जे कि संतोष भाई तांको पई निहाती गोटे करताली बाजिबा दरकार। काहे कि ना आज बहुत थर फोन बाबा जा बेले आपण तो सत्संग प्रवचन ये अनुष्ठान में आरंभ करथिल, केमिति प्रवचन बंचिबो आपण तो व्यवस्था करिवे। गोटे दिन हो पछे हमर जाऊ सुंदर भाव रे महाप्रभु देखिला बेलको लागुची जेमिति रत्न सिंहासन रो ओल्हेकी ये शंकारी साई रो बनिया साई को पळेई आछंती। बोल आनंद देखो ये जेमिति लागुची महाप्रभु को देखिला बेलको आपण को कोन अनुभव हो तो मु जानिनी, किंतु मते सेही भली अनुभव होउची। आपण जेमते प्रथम काठ पाखरे ठिया हे जगन्नाथ को दर्शन करूचंती। बोल आनंद एक बार चतुर्धा मूर्ति को दर्शन करूचंती मा। आउ ये बड़ बड़ भाग्य प्रभुंकर दरबार भितरे सेही ठाकुरंकर दुई बार नाम संकीर्तन करिबा। आजिर दिव्य प्रसंग आमे माने श्रवण करिबा। आउ एते सुंदर मूर्ति गढितिबा हमर ये मनोज कुमार ता पई गोटे करताली निहाती बाजिबा दरकार। देखंतु कि बळी भाव रे ठाकुरन सजेबा। समस्त कर्मकर्ता पिला माने समस्तकर नाम नबा संभव नुहे। जो माने ये अनुष्ठान पई अर्थ दान करिसंती, जो माने श्रमदान करिसंती, जो माने सहयोग करिसंती, दूर रे थाई मध्य ए गां को भलो पई आपण माने अर्थ पठेइसंती। जाउ ए कार्य रे लागु गुंडुची मुसा भଳି। तेनु तांको पई गोटे करताली बजांतो महाप्रभुଙ୍କ इच्छारे। तेनु दुई बार प्रभुଙ୍କର नाम नबा। आजिर सुंदर प्रसंगटी आपण मान कागरे अधम रखिबो। घंटाटी मात्र बसिबा तापरे पळेबा। समस्त टिके कीर्तन करिबा प्रभुंकर दरबार भितरे। गोविंद बोल जय गोपाल बोल, राधा रमण हरि गोविंद बोल। समस्त टिके कीर्तन करिबा अति प्रेम रे भक्तिर सहित। समस्त टिके कीर्तन करिबा भाबर आ भक्तिर सहित। हौ हौ ए मा ए पिला मन को टिके दायित्व रे रखन। ओहो बाबा पार्टी करना ए बाबा ए छुआ मन पार्टी कर को बंद कर। इतनी जोरे पार्टी करछंती पिला ए बाबा। अच्छा हौ हौ प्रभु सब भक्तवान बसछंती। ओ बाबा पुनि भक्त बस बाबा पार्टी कर ना लो पार्टी कर ए बाबा ए मा टी बेसी पार्टी कर मा काई पार्टी कर पार्टी कर ना लो पार्टी कर। कहलु रविवार काई स्कूल छुट्टी कहलु को जोर पार्टी कर चु को रविवार काई स्कूल बंद को देखिलो बाबा पार्टी के करना कोई पर स्कूल छुट्टी एइति पे ड्रेस पत्र सार माने सफा करन पिला माने भी सफा नहीं हां ओहो बाबा बस ए पार्टी करना बाबा पार्टी कर चुप पार्टी हाथ दे बस।
बोल आनंद एक हरि बार हरि बोल आजिकाली पिलाମାନଙ୍କୁ ଦେଖିଲେ ବି ମତେ ଭାରି ଭୟ ଆପଣ କହିବେ କାହିଁକି ଗୋଟେ ଜାଗାରେ ମୁଁ ଟିକେ କହିଲେ ବାରମ୍ବାର ଟିକେ ହରିବୋଲ ଦିଅ ହୁଳହୁଳି ଦିଅ ଦେଲେ ଆପଣଙ୍କର ଲାଭ କିନ୍ତୁ ଗୋଟେ ପିଲା ଆଗରେ ବସିଥିଲା କହିଲା ବାବା ଆପଣ ତ ପଇସା ନେବେ ଆମେ କାହିଁ ହରିବୋଲ ଦବୁ ସେ ଶୁଣିଛି ତା ବାପା ଯେତେବେଳେ ଆମ ସହିତ କଥା ହେଇ କଣ୍ଟାକ୍ଟ ଷ୍ଟାଫ ମାନେ ଗାଡି ଖର୍ଚ୍ଚ କେତେ ପଡିବ ସେ ତାକୁ କାନେଇଛି ଆଉ କାନେଇକି ସେ ଜାଣିଛି ଯେ ଯାଉ ଏତିକି ପଇସା ଖର୍ଚ୍ଚ ବାବା ନଉଛନ୍ତି ଆଉ ତେଣୁକରି ଯେତେବେଳେ ଖର୍ଚ୍ଚ ବାବା ନଉଛନ୍ତି ଆମେ କାହିଁ ହରିବୋଲ ଦବୁ ସେଇ ଖର୍ଚ୍ଚ ଯିଏ ନଉଛି ସେ ହରିବୋଲ ଦଉଥାଉ ବୋଲ हरि हरि बोल ତେଣୁ ଏ ସୌନ୍ଦର୍ଯ୍ୟ ବଡ ଆଶ୍ଚର୍ଯ୍ୟ ପିଲାମାନେ ତେଣୁ ସବୁ ଛୁଆ ମାନେ ବସ ହେଲେ ପାଟି ବନ୍ଦ କରି ବସ ବୋଲ ଆନନ୍ଦ ଏକ ବାର हरि हरि बोल ସବୁ ପାଟି ବନ୍ଦ କର କେହି ପାଟି କରନା ଏଇ ଯୋଉ କୁନି ପୁଅଟା ଏଇ ବାବା ପାଟି ବନ୍ଦ କଲୁ ପାଟି କର ଚୁପ ଏଇ ପାଟିରେ ହାତ ଦେଇ ବସ ଶୁଣୁ କଥା ଶୁଣୁ ପ୍ରଭୁଙ୍କ କଥା ଶୁଣୁ ହଁ ହଉ ହଉ ପ୍ରଭୁ ହଁ ଦୁଇ ବାର ସମସ୍ତେ ଟିକେ ପ୍ରେମରେ ନାମ କରିବା ଠାକୁରଙ୍କର ନାମ ଗୋବିନ୍ଦ ବୋଲ ଜୟ ଗୋପାଳ ବୋଲ ରାଧାରମଣ ହରି ଗୋବିନ୍ଦ ବୋଲ ସତ୍ସଙ୍ଗ ଇଜ ଭେରି ସାଇଲେନ୍ସ ପିରିୟଡ ଛୁଞ୍ଚି ପଡିଲେ ଯେମିତି ଶବ୍ଦ ହବ ତାପରେ ଶୁଣିବାକୁ ଆପଣଙ୍କୁ ଆନନ୍ଦ ଲାଗିବ ସମସ୍ତେ ଟିକେ ପ୍ରଭୁଙ୍କର ନାମ କରିବା ପ୍ରଭୁଙ୍କ ଦରବାର ଭିତରେ ଠାକୁରଙ୍କ ଦରବାର ବୋଲ ଗୋବିନ୍ଦ ବୋଲ ଜୟ ଗୋପାଳ ବୋଲ ରାଧାରମଣ ହରି ଗୋବିନ୍ଦ ବୋଲ गोविंद बोलो जय गोपाल बोल ताली बजे। राधा रमण हरि गोविंद बोल हे गोविंद बोल जय गोपाल बोल राधारमण हरि गोविंद बोल गोविंद बोलो जय गोपाल बोल राधा रमण हरि गोविंद बोल हे गोविंद बोल जय गोपाल प्रेम से राधारमण हरि गोविंद बोल गोविंद बोलो जय गोपाल बोल राधा रमण हरि गोविंद बोल ए जो मां माने बसछ टिके नाम नियंतो समस्त टिके नाम नबा जो मां माने बसछ टिके जोर एठी भी मां माने बसछ सब टिके काई हाथ गुडा को कमल भीतर पुरी बसले कोन हो टिके नाम टिके धनंतो समस्त बोल आनंद एक बार हरि हरि बोल नाम मन रहू नहीं गोविंद बोल जय राधा रमण हरि मां मन रहिला तो समस्त टिके नाम नबा प्रभुंकर गोविंद बोल जय गोपाल बोल नाम नबार कोन असुविधा अछि गोटे जगह मां प्रवचन कला बेले जड़े मां आगे बसला कहला बाबा बड़ अकलिया नाम टिए देले मु कोन धरि परिबि मु कहल काई रे नाम धरिबारे असुविधा कोन ना गोविंद होछि मो ससुर राधा ब्रह्म सासु देखिला बेलू दी थर नाम धरि साइलानी कहछि गोविंद मो ससुर राधा मो सासु मां स्वामी ना ससुर ना देढसुर ना जदि प्रभुंकर नाम हुए धरिले अपराध नाही बोल आनंद एक हरि बार हरि बोल ए किछि दिन पूर्वरु मां नुआ करी बा हेतबा गुटिए बहुटिए मां तरकारी जोगाड़ी केते परिमाण रे परिबा जोगाड़ करिछि मां तरकारी करिबा हेले केते परिमाण रे हळदी परिबा नुआ रोसे करूछि जणा ना डाक पकेला मां सासु को बौ 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 मां लो सासु मां दौड़ी के आसिला लो मां कोन हैला ना बौ मते क्षमा करिवे मु तरकारी करिबा शिखिछि जे केते परिमाण रे हळदी पडिबो मोर आ मन नै टिके कहि देले परिबा जोगाड़ी साइलेनी खाली तरकारी रे हळदी टिके खाली मा केते परिमाण में पडिबो टिके कहि देई जाम मालो सासु मुंडे रे हाथ देला लो बहु तू कोन कलु ना कोन कली ना तू हळदी कहि साइलु हेलो तो ससुर ना परा हळधर तू हळदी कहि साइलुनी हेलो हळदी रु हळधर केते बाट हळदी कहिबा जा हळधर कहिबा से आ भूल रे ससुर ना धरि धरि बो कहिला सासु मा तम स्वामी ना परा हळधर तमे पांच थर हळदी कहि साइलो नालो तते शिखेइबा पई जीभ काम आ भूल रे कहिबोनी हळधर तो ससुर ना पडुछि ना हो मां जीभ कामुछि भूल हे गला आउ कहिबी एही समय रे मां बहु जाऊ सासु देखै देखि गला मां ता पर दिन बहु तरकारी पई परिबा काटिला पानी देला गैस रे बसैला मां पुणी मन नाही मां हळदी केते पके पकेले मां को के पचार दबा सासु मां को डाक पकेला बौ 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 बुढ़िया सी पंचला लो कोन हैला ना बहु परिवार जुगाड़ कर दे हेले तरकारी रे केते ससुर पड़िबे
ଟିକେ ଆଜି ଦେଖେଇ ଦେଇକି ଯାଉ ବୋଲ ଆନନ୍ଦେ କବାର हरि हरि बोल କେତେ ଶ୍ୱଶୁର ତରକାରୀରେ ପକେଇବି ମୁଁ ଜାଣି ପାରୁନି କାଲି ଦେଖେଇଥିଲ ଯେ ମନ ନାହିଁ ଟିକେ ନହେଲେ ତମେ ଶ୍ୱଶୁର ଟିକେ ପକେଇ ଦେଇକି ତରକାରୀରେ ଯାଉ ବୋଲ ଆନନ୍ଦେ କବାର हरि हरि बोल ତେଣୁ ପ୍ରଭୁଙ୍କର ନାମ ମା ଶ୍ୱଶୁର ନା ସ୍ୱାମୀ ନା ଦେଢ଼ଶୁର ଯାହା ନାମ ହେଲେ ମଧ୍ୟ ଶାସ୍ତ୍ର କହିଲେ ଧରିଲେ କୌଣସି ଅପରାଧ ନାହିଁ ତେଣୁ ସମସ୍ତେ ଟିକେ ଧରିବା ପ୍ରଭୁଙ୍କ ନାମ ବୋଲ ଗୋବିନ୍ଦ ବୋଲ ଜୟ ଗୋପାଳ ରାଧା ରମଣ ହରି ଗୋବିନ୍ଦ गोविंद बोलो जय गोपाल ताली बजेई राधा रमण हरि गोविंद बोल हे गोविंद बोल जय गोपाल राधा रमण हरि गोविंद बोल गोविंद बोलो जय गोपाल बोल समस्ते राधा रमण हरि गोविंद बोल हे गोविंद बोल जय गोपाल राधा रमण हरि गोविंद बोल गोविंद बोलो जय गोपाल बोल राधा रमण हरि गोविंद बोल हे गोविंद बोल जय गोपाल अनंत राधा रमण हरि गोविंद बोलो जय गोपाल बोल राधा रमण हरि गोविंद बोल गोविंद बोल जय गोपाल राधा रमण हरि गोविंद बोल गोविंद बोलो जय गोपाल बोल राधा रमण हरि गोविंद बोल हे गोविंद बोल जय गोपाल राधा रमण हरि गोविंद बोल गोविंद बोलो जय गोपाल बोल राधा रमण हरि गोविंद बोल बोलिए सच्चिदानंद भगवान की जय। हाथ टिके समस्त टिके दबा बोल आनंद एक बार हरि हरि बोल भक्त बंधु पांचटी ह थिबा नाम को धरिले हमर कोनोसी रोग कष्ट समस्या मार है नहीं प्रथम ह हरि नाम द्वितीय ह हर नाम तृतीय ह हनुमान नाम चतुर्थ ह मां हरिश्चंद्र नाम हरिश्चंद्र मां जे कि दान देई देई मां मशाणी रो जगुआळ होई गल किंतु सत्य को केबे छाडी नांती मां भागवत कोन कहिले कले सत्य कहिब नित्य तुन्ने केबे हे नथि बपासने राधे गोविंद 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 मधु गळुची मकरंद हे सत्य कहिब नित्य तुन्ने केबे हे नथि बपासने राधे गोविंद 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 मधु गळुची मकरंद मां भागवत कहले सत्य सब बड़ पाई मुखरे उच्चारण करिबा दरकार सत्य कहिब नित्य तुंडे केबे हे नथिब पाषाण समस्त कहते मां भगवान को किए पाइबो कौन कले भगवान मिलिबो अंत काल रे भगवान को किए पाइबो कलिजुग शेष समय रे मां भगवान कहार किए भगवान कर कृपा लाभ करिबो आगे आसो ए आगे रे बसो आसो आगे आगे रे बसो हां मां लो भगवान को किए पाइबो हैं ओडिया भागवत रे लिखा है मां स्कंद ना होजी द्वादश स्कंद भागवत कौन कहले द्वादश स्कंद भागवत रे बड़ सुंदर पद रे लिखा है भागवत कौन कहले कहले सत्य रे जे जन थीब अंते से विष्णु कुल भीब राधे गोविंद 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 मधु गळुची मकरंद सत्य रे जे जन थीब अंते से विष्णु कुल भीब राधे गोविंद 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 मधु गळुची मकरंद मां जे माने सत्य रे थिबे भागवत कहिले अंत काल रे सेई भगवान को पाइबे सत्य परिशान सत्य केबे पराजित नुहे सत्य रे थिबा लोक कलिजुगर प्रभाव रो दुख कष्ट पाई सत हेले शेष को तार विजय सुनिश्चित हुए तेणु सेति पई जीवन रे केबे हेले मां सत्य को छाड़ीबेनी सबु बेले मां सत्य को धरि रखिबे आ सत्य सबु बेले मुखरे कहिबे आ आजी राजा हरिश्चंद्र से सत्यर पुजारी थिले आउ दानी मध्यम थिले आउ तांकरी नाम को सकाळ उठी मा तो हरिश्चंद्रंकर नाम को मा सत्य सुंदर राजा हरिश्चंद्रंकर नाम को आपण माने सकाळ उठी धरिबे बोल आनंद एक बार हरि हरि बोल मो अनुष्ठान रो कर्मकर्ता को मध्य दायित्व दे दे जीबी ए वर्ष हमर ए अनुष्ठान को मु सुनिछि दान रे ही आपनकर अनुष्ठान चलीछि विशेष भाव रे हमर झियो माने जतिकी अछंती बा मां माने जतिकी अछंती से माने ए वर्ष टिके अधिक दान देबे अनुष्ठान आपण कहिबे काहे कि ना एई वर्ष सुभद्रा योजनाटा नुआकिरी
ସବୁ ଝିଅ ମାନଙ୍କୁ ମା ମାନଙ୍କୁ ମିଳିଛି ବୋଲ ଆରମ୍ଭ କବାର ହରି ହରି ବୋଲ ଆର ବର୍ଷ ମିଳି ନଥିଲା ଏଇ ବର୍ଷ ମିଳିଛି ମୁଁ ଶୁଣିଥିଲି କୁଆଡେ ସେ 5,000 ଲେଖା ଟଙ୍କା ସରକାର ଛେଳି କିଣିବା ପାଇଁ ଦଉଛନ୍ତି ଯୋଉମାନେ କିଣି ଦେଇଛ ଯୋଉମାନେ ନ କିଣିଛ ସେମାନେ ମା 4,800 ଟଙ୍କା ଖର୍ଚ୍ଚ କରନ୍ତୁ ଆଉ 200 ଟଙ୍କା ମା ଜଗନ୍ନାଥଙ୍କ ହୁଣ୍ଡିରେ ଗଳେଇ ଦେଇ ଯାଆନ୍ତୁ ବୋଲ ଆନନ୍ଦ ହରି ହରି ବୋଲ କାହିଁକି ନା ରାଜସ୍ୱ ଦେବସ୍ୱ ମା ଅଧିକ ଖାଇଲେ ମା ଆପଣ ମାନଙ୍କର ରୋଗଗ୍ରସ୍ତ ଆପଣ ମାନେ ହୁଅନ୍ତି ରୋଗୀ ହୁଅନ୍ତି ଆପଣ ମାନେ ସମସ୍ତେ ମା କହୁଛନ୍ତି ଯେ ସରକାର ଦୁର୍ନୀତିଗ୍ରସ୍ତ ସବୁ ତ ମାରିପିଟି ଖାଇଗଲେ କିଏ ଖାଇଗଲା ନା ବିଧାୟକ ଯିଏ ହେଲା ସିଏ ଖାଇଗଲା ଜିଲ୍ଲା ପରିଷଦ ଖାଇଗଲା ସରପଞ୍ଚ ଖାଇଗଲା ୱାର୍ଡ ମେମ୍ବର ଖାଇଗଲା ସବୁ ଖାଇଗଲେ କଣ୍ଟ୍ରାକ୍ଟର ଖାଇଗଲା ଆରେ ବାବା ସମସ୍ତେ ସିନା ଖାଇଗଲେ ହେଲେ ଆମକୁ କମ ଆମକୁ ମିଳୁନି ବୋଲି ଆମେ କହୁଛେ ଯଦି ଆମକୁ ମିଳିବ ଆମେ କୁ ନ ଖାଇବା ସରକାର ଧନ ବୋଲ ଆନନ୍ଦ ହରି ହରି ବୋଲ ମୁଁ ପୂର୍ବ ବର୍ଷ ମା ଗୋଟିଏ ଗାଁକୁ ପ୍ରବଚନ କରିବାକୁ ଯାଇଥିଲି ତା ପାଇଖାନାରେ ଲେଖା ହେଇଥିଲା ମା ହଳଧର ସାହୁ ଏ ବର୍ଷ ଗଲା ବେଳକୁ ମା କୁଳମଣି ସାହୁ ଲେଖା ହେଇଛି ମୁଁ କହିଲି ରେ ହେଇ ଇଏ ପାଇଖାନାରେ କଣ ମାଲିକାନା ପରିବର୍ତ୍ତନ ହେଲା ମାଲିକ କଣ ଚେଞ୍ଜ ହେଲା ସେ କହିଲେ ନାଇଁ ବାବା ଏ ନା ଟିକେ ଚେଞ୍ଜ କରିଦେଇ ବାଲ୍ଟି ଧରି ଛିଡା ହେଇଗଲେ ଗୋଟେ ଫଟୋ ସରକାରଙ୍କୁ ପଠେଇ ଦେଲେ 12,000 ଟଙ୍କା ଲେଖା ଆକାଉଣ୍ଟକୁ ଆସିବ ଆନନ୍ଦ ହରି ହରି ବୋଲ ଅର୍ଥାତ ମା ପାଇକିନା ଥାଇ 12,000 ଟଙ୍କା ଖାଇବା ପାଇଁ ଯୋଉମାନେ ମା ଏଭଳି ଭାବରେ ମା ଆପଣ ମାନେ ସରକାରଙ୍କ ଠାରୁ ଟଙ୍କା ଖାଇବା ପାଇଁ ବ୍ୟବସ୍ଥା କରିଛ ମା ସିଏ ବି ସଂସାରରେ କମ ଦୁର୍ନୀତିଖୋର ନୁହେଁ ବୋଲ ଆନନ୍ଦ ହରି ହରି ବୋଲ ତେଣୁ ତମେ ମନ ଭିତରେ ଚିନ୍ତା କର ମୋର ତ ଅଛି ଯଦି ସରକାର ଦଉଛନ୍ତି ଆଉ କାହାକୁ ଗୋଟେ ଦେଇ ଦିଅନ୍ତୁ ପ୍ରଭୁଙ୍କ ଦରବାର ନାଇଁ ମା ଆମ ଘର ପଛେ ଉଡେଇ ନଥାଉ ଆମ ଯଦି ପାଲ ବଣ୍ଟା ହଉଛି ଆମେ ଗୋଟେ ପାଲ ଆଣି ଗୁହାଳରେ ପଛେ ପକେଇବା ଆମେ ପାଲ ପଛେ ଘରେ ରଖିବା କିନ୍ତୁ ମାଗଣା ମିଳୁଛି ମାନେ ଛାଡିବାର ଆମର ନାହିଁ ବୋଲ ଆନନ୍ଦ ହରି ହରି ବୋଲ ଛାତିରେ ହାତ ଦେଇ କହିଲ ମାଗଣା ମିଳୁଥିଲା ମୁଁ ଆଣିଲି ନାହିଁ ଏ କଥା କେବେ ସମ୍ଭବ ହେଇନି ଆଉ ଯଦି ସମ୍ଭବ ହୋଇଛି ଆପଣଙ୍କଠୁ ମହାନ ବ୍ୟକ୍ତି ସଂସାର ଭିତରେ କେହି ନାହାନ୍ତି ଯିଏ ରାଜସ୍ୱ ଦେବସ୍ୱ ମା ଲୋଭରେ ଖାଏ ନା ଯିଏ ପର୍ଟିକୁଲାର ଯୋଉମାନଙ୍କର ନାହିଁ ସେଇମାନେ କିନ୍ତୁ ଏ ମନୋବୃତ୍ତି ଯଦି ସମସ୍ତଙ୍କର ରହିବ ରାମ ରାଜ୍ୟ ହେଇଯିବ ବୋଲ ଆନନ୍ଦ ହରି ହରି ବୋଲ ସେଥିପାଇଁ ମା ଆପଣ ମାନେ ଦେଖନ୍ତୁ ମହାପୁରୁଷ ଲେଖିଛନ୍ତି କଳିଯୁଗ ଭିତରେ କେବଳ ମା ଦିବସ ରାଜସ୍ୱ ସମ୍ପତ୍ତି ନୁହେଁ ଖାଇବା ଯଦି ବି ମାଗଣା ପଡୁଛି ଲୋକମାନେ କୋଉ ଛାଡୁଛନ୍ତି ମହାପୁରୁଷ ଲେଖିଲେ ସବୁଆଡେ ତ ମାଗଣା ଖାଇବାର ଇଚ୍ଛା ନା କହିଲେ ମାଗଣା ପଡିଲେ ଆହାର ଭୋଜନ ପାଇ ତତପର ରାଧେ ରାଧେ ଗୋବିନ୍ଦ 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 ଆହା ମଧୁ ଗଳୁଛି ମକରନ୍ଦ ଏ ମାଗଣା ପଡିଲେ ଆହାର ଭୋଜନ ପାଇ ତତପର ରାଧେ ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ बोलिए सच्चिदानंद भगवान के जय। कली जुगरे जोठी मालो मागणा आहार पड़िबो मा सेठी भोजन पाई घरे आउ किछि कियाबने मागणा खाइबा छने चढ़ा दला तो सेठी मागणा खाइबाटी ए किछि दिन पूर्वर गोटी लोक मो पाखरे मा बसिथिला से फोन रे कथा होची को जे हम गां पाखरे गोटे भोजी होची मु गली नै छोड़ तापरे सी बोधे फोन रे कहूची कहूची आसनु खाइबु ना आग बुझिलु सेठी 2 व्हीलर ना 4 व्हीलर जदि 4 व्हीलर होतब मते डाकिबु मु किछि बुझी पालनी से ठार गार रे कहूची 4 व्हीलर जदि थबो मते डाकिबु मु बाबांग पाखरे अछि मु पडकिना पळेइबि मु कहली आलो हे ये 4 व्हीलर 2 व्हीलर कोन इरे 2 व्हीलर कहिले कुआडे कुकुडा तार दीटा कोन 4 व्हीलर कहिले छेली माने खासी मांसटा टिके अधिक रेट तो आ सेगुडा घर को आनी के खाई होउनी जदि पर ऊपर मिलिला मालो जदि 2 किलो में न खाइले तो मा कोन लाभ उठिला भोजी को जाई बोल आनंद कबार तेनु 4 व्हीलर कहिले छेली मते डाकिबु तुरंत महापुरुष सेहि पई कहिले कली जुग रे कहिले मागणा पड़िले आहार भोजन पाई ततपर राधे राधे गोविंद 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 मधु गळुची मकरन्द हे मागणा पड़िले आहार भोजन पाई ततपर राधे गोविंद 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 मधु गळुची मकरन्द बोलिए
ସଚିଦାନନ୍ଦ ଭଗବାନ କି କହିଲେ ମାଗଣା ପଡ଼ିଲେ ଆହାର ଭୋଜନ ପାଇଁ ତତପର କଳି ଯୁଗରେ ଏ ମାନସିକତା ରହିବ। ତେଣୁ ଆପଣ ମାନେ ଯେତେ ପାରିବେ ମା ଦାନ ଦେବେ। ଭଗବାନଙ୍କ ଦରବାରକୁ ଦାନ ଦେଲେ ମା ଆପଣଙ୍କର କେବେ ଅଭାବ ହେବ ନାହିଁ। ବୋଲ ଆନନ୍ଦ ଏକ ବାର। ହରି ହରି ବୋଲ। ଦୁଃଖୀ ରଖି ମା ରୋଗୀ ଯୋଉମାନେ ଅଛନ୍ତି ଥରେ ଆପଣ ମାନଙ୍କ ରୋଜଗାରରୁ କିଛି ଅଂଶ ଦାନ ଦିଅନ୍ତୁ, ଦେଖିବେ ଆପଣଙ୍କର କେବେ ଅଭାବ ରହିବନି। କୌଣସି ନିବସ୍ତ୍ରକୁ ମା ଆପଣ ବସ୍ତ୍ର ଦାନ କରନ୍ତୁ, ଦେଖିବେ ବର୍ଷ ଯାକ ଆପଣଙ୍କର ବସ୍ତ୍ର ଅଭାବ ରହିବନି। କୌଣସି ନିର୍ଧନୀକୁ ଧନ, ଭୋଜନ ଆତୁର ମା କ୍ଷୁଧାର୍ତକୁ ଅନ୍ନ ଦାନ, କୃଷାର୍ତକୁ ଜଳ ଦାନ ଦେଇ ଦେଖନ୍ତୁ ମା ଆପଣଙ୍କର କେବେ ବି ଦୁଃଖ କଷ୍ଟ ରହିବନି। ଭକ୍ତବନ୍ଧୁ କାହିଁକି ନା ଯିଏ ଦେବା ଶିଖିଛି ଭଗବାନ ତାକୁ ଦିଅନ୍ତି, ଛପର ଫାଡ଼ିକି ଦିଅନ୍ତି। ବୋଲ ଆନନ୍ଦ ଏକ ବାର। ହରି ବୋଲ। ତେଣୁ ସେଥିପାଇଁ ସବୁବେଳେ ଦେବା ହରିଶ୍ଚନ୍ଦ୍ରଙ୍କର ନାମ ଧରିବେ। ତାପରେ ହଉଛି ମା ହଳଧର। ହଳଧର କିଏ? ବଡ଼ ଠାକୁର ବଳଭଦ୍ର। ଦେଖନ୍ତୁ ବସିଛନ୍ତି ଠାକୁରେ। ହଳଧରଙ୍କର ନାମ ବଳଭଦ୍ରଙ୍କର ନାମକୁ ଧରିବେ। ଅର୍ଥାତ୍ ଏ ପାଞ୍ଚଟି ହକୁ ଯିଏ ଧରନ୍ତି ମା ତାଙ୍କ ଅଗଗୁଡରେ କଣ୍ଟା ବାଜେ ନା। ସକାଳୁ ଉଠିକି ସମସ୍ୟା ଦୂର ପାଇଁ ପ୍ରଥମେ ହରିନାମ, ଦ୍ୱିତୀୟ ହର, ତୃତୀୟ ହନୁମାନ, ଚତୁର୍ଥ ମା ହରିଚନ୍ଦ୍ର, ପଞ୍ଚମ ହଳଧରଙ୍କର ନାମ ଧରିବେ। ବୋଲ ଆନନ୍ଦ ଏକ ବାର। ହରି ହରି ବୋଲ।